ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥ ଉଦ୍ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ରାଜ୍ୟ ବାହାରେ ଥିବା ମହିଳା ବି ଏହି ଯୋଜନାର ଲାଭ ପାଇପାରିବେ। ତେବେ ରାଜ୍ୟ ବାହାରେ ଥିବା ମହିଳାମାନେ କିପରି ଏହି ଲାଭ ପାଇପାରିବେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ମହିଳାମାନଙ୍କ ସଚେତନ କରିବା ସକାଶେ ସୁଭଦ୍ରା ସଚେତନତା ରଥ ସାରା ଓଡ଼ିଶାରେ ବୁଲିବ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା କେବଳ ଯୋଜନା ନୁହେଁ, ସୁଭଦ୍ରା ଯୋଜନା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ। ସଚେତନ ରଥ ରାଜ୍ୟରେ ପ୍ରତ୍ୟେକ ଅଞ୍ଚଳରୁ ଯିବ, ମା ଭଉଣୀକୁ ସଚେତନ କରିବ। ମହିଳାମାନେ ସଶକ୍ତି ହେବା ପାଇଁ ବିକଶିତ ଓଡ଼ିଶାରେ ସ୍ୱପ୍ନ ପୂରଣ ହୋଇପାରିବ। ଏହି ରଥ ପ୍ରଥମେ ଭୁବନେଶ୍ୱରରେ ବୁଲିବ, ପରେ ସବୁ ଜିଲ୍ଲାରେ ଏହା ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଶୀଘ୍ର ସୁଭଦ୍ରା ଯୋଜନାର ଲାଭ ସମସ୍ତ ପାଖରେ ପହଞ୍ଚିବ, ଏଥିପାଇଁ ଧୈର୍ଯ୍ୟ ରଖିବାକୁ ଦରକାର। ଏହି ଯୋଜନା କୌଣସି ସମୟସୀମା ନାହିଁ। ହିତାଧିକାରୀମାନେ ରାତି ଅନିଦ୍ରା ହୁଅନ୍ତୁ ନାହିଁ କିମ୍ବା ଧାଡ଼ିରେ ଛିଡ଼ା ହୁଅନ୍ତୁ ନାହିଁ। ଶେଷଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ ନ ହେବା ଯାଏଁ ଏହା ଚାଲୁ ରହିବ। ଆସନ୍ତା 16 ତାରିଖ ଯାଏଁ ରାଜ୍ୟ ସାରା ବୁଲିବ ସୁଭଦ୍ରା ସଚେତନତା ରଥ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 17 ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ପ୍ରତ୍ୟେକ ମହିଳା ବର୍ଷକୁ 2ଟି କିସ୍ତିରେ 10,000 ଟଙ୍କା ଭାଉଚର ପାଇପାରିବେ।